ଜଙ୍ଗଲରେ ସୁରେଶ ନାମରେ ଗୋଟିଏ ଲୋକ ମରିକି ପଡ଼ିଥାଏ ଏବଂ ତା ଆଖିରେ ତୀର ବାଜିଥାଏ। ଏ ତୀର କେଉଁଠି ଆସିଲା, କିପରି ଆସିଲା ଓ କିଏ ମାରିଲା ଜାଣିବା ପାଇଁ ହେଲେ ଚାଲନ୍ତୁ ପଛକୁ ଫେରିବା। ସୁରେଶ ଥିଲା ବହୁତ ଖରାପ ସ୍ୱଭାବର ଲୋକ। ସେ ଗାଁର ଝିଅ ଓ ସ୍ତ୍ରୀଲୋକମାନଙ୍କୁ ଖରାପ ନଜରରେ ଦେଖେ ଏବଂ ଖରାପ କଥା ମଧ୍ୟ କୁହେ। ତାର ଏହି ଖରାପ ଆଚରଣ ପାଇଁ ଗାଁ ଲୋକ ତା ଉପରେ ରାଗି ଗୋଟିଏ ସଭାର ଆୟୋଜନ କଲେ ଏବଂ ଯେଉଁଠାରେ ନିଷ୍ପତ୍ତି ନିଆଗଲା ଯେ ଗୋଟେ ବର୍ଷ ସୁରେଶ ବାହାରେ ରହିବ। ଗୋଟେ ବର୍ଷ ନ ପୂରିଲା ପର୍ଯ୍ୟନ୍ତ ସେ ଗାଁକୁ ଆସିପାରିବ ନାହିଁ। ପଞ୍ଚାୟତର କଥାରେ ରାଜି ହୋଇ ସେ ଗାଁ ଛାଡ଼ି ଅନ୍ୟ ଏକ ଜାଗାକୁ ରହିବା ପାଇଁ ଯାଉଥିଲା। ଏତିକି ବେଳେ ତୀର ଆସି ତାର ଆଖିର ବାଜିଲା ଓ ଏଠାରେ ସଞ୍ଜୟ ନାମରେ ଗୋଟିଏ ଶିକାରୀ କହିଲା, ଅରେ ଲାଗୁଛି ଏତେ ଦିନ ପରେ ମୋ ଶବ୍ଦଭେଦୀ ତୀର କାମ କରିଛି ବୋଧେ। ମୁଁ ସକାଳୁ ଶିକାର ଆଶାରେ ବୁଲୁଥିଲି, ହେଲେ ଗୋଟେ ବି ଶିକାର ପାଉନଥିଲି, କିନ୍ତୁ ଏବେ ଗୋଟିଏ ଜାଗାରେ ଖସଖସ ଆବାଜ ଶୁଣି ତୀର ଚଲାଇଦେଲି। ଏବେ ଆଉ ସେ ଖସଖସ ଆବାଜ ଆସୁନି, ମାନେ ଲାଗୁଛି ତୀର ଯାଇ କୌଣସି ଶିକାର ଦେହରେ ବାଜିଲା, ଯାହାଦ୍ୱାରା ସେ ମଲା। ତେଣୁ ଏବେ ମୋତେ ମୋର ଶିକାର ପାଖକୁ ଯିବାକୁ ପଡ଼ିବ। ଏପରି କହି ସେ ତୀର ମାରିଥିବା ଜାଗା ଆଡ଼କୁ ଗଲା ଏବଂ ସେଠାରେ ପହଞ୍ଚି ଦେଖିଲା ସେ ଯାହାକୁ ଶିକାର ବୋଲି ଭାବି ତୀର ମାରିଥିଲା ପ୍ରକୃତରେ ସେ କୌଣସି ଶିକାର ନଥିଲା, ବରଂ ସେ ଗୋଟିଏ ମଣିଷ ଥିଲା ଯିଏକି ଏବେ ମରିଯାଇଛି। ଏ ଦୃଶ୍ୟ ଦେଖି ସଞ୍ଜୟ ବହୁ ଜୋରେ ଡରିଗଲା ଓ କହିଲା, ଆରେ ଇଏ କ'ଣ ହୋଇଗଲା ମୋ ହାତରୁ? ମୁଁ ଏକ ମଣିଷକୁ ମୋର ତୀର ମାଧ୍ୟମରେ ମାରିଦେଲି। ଇଏ ତ ବଡ଼ ଅନ୍ୟାୟ କଥା। ମୋ ହାତରୁ ଗୋଟିଏ ବହୁତ ବଡ଼ ପାପ ହୋଇଗଲା। ମୁଁ ଏବେ ଚାହିଁଲେ ମଧ୍ୟ ମୋର ପାପକୁ କ୍ଷମା କରିପାରିବି ନାହିଁ। ହେ ପ୍ରଭୁ, ଏବେ କ'ଣ ଗୋଟେ କରି ଏ ପାପରୁ ମୁକ୍ତ କର। ଏ ଲୋକ ଯଦି ବଞ୍ଚିଥାନ୍ତା ତାହେଲେ ହୁଏତ ମୁଁ କିଛି ଗୋଟେ କରିଥାନ୍ତି, ହେଲେ ଏ ଲୋକ ମରିଯାଇଛି। ଏବେ ମୁଁ କରିବି ତ କ'ଣ କରିବି? ଆରେ ଯାହା ତ ହେବା କଥା ହେଲାଣି। ଏହା ମୋ ଅଜଣାତରେ ହୋଇଛି। ଆଉ ଯଦି ମୁଁ ଏଠାରେ ରୁହେ ତାହେଲେ ଏ ଲୋକର କିଏ ଗାଁ ବାଲା ହେଉ କିମ୍ବା ନିଜ ଲୋକ ହେଉ ଦେଖିଦେଲେ ବହୁତ ବଡ଼ ଅସୁବିଧା ହୋଇଯିବ। ତେଣୁ ସବୁ ଭଗବାନଙ୍କ ଉପରେ ଛାଡ଼ି ମୋର ଏଠାରୁ ପଳାଇବା ଭଲ ହେବ। ସଞ୍ଜୟ ଏପରି କହି ସେଠାରୁ ପଳାଇଲା ଏବଂ କିଛି ସମୟ ପରେ ରାତି ହୋଇଗଲା ଓ ରାତି ହେବା ପରେ ହଠାତ୍ ସଞ୍ଜୟର ଶରୀର ଆକାଶରେ ଉଡ଼ିବାରେ ଲାଗିଲା ଓ ତାପରେ ହଠାତ୍ ଗୋଟିଏ ଭୂତରେ ପରିଣତ ହୋଇ ବହୁତ ରାଗର ସହ କହିଲା, ଆରେ ଏ ଗାଁ ବାଲା ମୋ ସାଥିରେ ଧୋକା କଲେ। ମୁଁ ମାନୁଛି ମୋର ଭୁଲ ଥାଇପାରେ। ମୋର ଭୁଲ କାରଣରୁ ମୋତେ ତ ଗାଁରୁ ଗୋଟେ ବର୍ଷ ପାଇଁ ବିଦା କରାଗଲା। ମୋର ଭୁଲର ଦଣ୍ଡ ଯଦି ଏଇଆ ଥିଲା ତାହେଲେ ଏପରି ମୋତେ ଲୁଚିକି ତୀର ମାରୁଥିଲେ କାହିଁକି? ଗାଁ ଲୋକଙ୍କର ଏହି ବେଇମାନି ପାଇଁ ମୁଁ ତାଙ୍କୁ ଭଲରେ ପାନେ ଦେବି। ଆଜିଠାରୁ ମୋର ପ୍ରତିଶୋଧ ଆରମ୍ଭ କରିବି। ଯେତେ ପର୍ଯ୍ୟନ୍ତ ପୁରା ଗାଁ ମଶାଣିରେ ପରିଣତ ନ ହୋଇଛି ସେତେ ପର୍ଯ୍ୟନ୍ତ ମୋର ଆତ୍ମାକୁ ଶାନ୍ତି ମିଳିବ ନାହିଁ। ଗାଁ ଲୋକ ଯେପରି ମୋର ଆଖିକୁ ଫୁଟାଇ ମାରିଥିଲେ ଠିକ୍ ସେପରି ମୁଁ ମଧ୍ୟ ସମସ୍ତଙ୍କ ଆଖିକୁ ଫୁଟାଇ ମାରିବି। କାହାକୁ ହେଲେ ବି ଛାଡ଼ିବି ନାହିଁ। ଏପରି ଭୂତ ପ୍ରତିଶୋଧ ପରାୟଣ ହୋଇ ରହିଲା ଏବଂ ତା ପରଦିନ ସକାଳ ହେବା ପରେ ମଧୁ ଓ ଅକ୍ଷୟ ବିଲକୁ ତଳା ରୋଇବାକୁ ଯାଉଥିଲେ। ସେ ଗଲାବେଳେ ଦେଖିଲେ ଟିକେ ପାଗ କଅଁଳିଆ ହୋଇଯାଇଥାଏ। ଏପରି ପାଗକୁ ଦେଖି ଦୁହେଁ ରହିଯାଇ କଥା ହେଲେ, ଆରେ ଅକ୍ଷୟ, ପାଗ ତ କଅଁଳିଆ ଦେଖାଯାଉଛି। ଏପରି ଲାଗୁଛି ସତେ ଯେପରି ବର୍ଷା ହେବ ବୋଧେ। ଯଦି ଆମେ ଏବେ ବିଲକୁ ପଳାଇବା ଓ ବିଲରେ ତଳା ରୋଉଥିବା ବେଳେ ବର୍ଷା ପକାଏ ତାହେଲେ ସେଠି କେଉଁଠି ରହିବା ପାଇଁ ଜାଗା ଜମା ବି ନାହିଁ, ଯାହାଦ୍ୱାରା ଆମେ ଦୁଇ ଜଣ ପୁରା ବର୍ଷା ମାଡ଼ ଖାଇବା। ଏଇ 2 ଦିନ ତଳେ ବର୍ଷା ମାଡ଼ ଖାଇ ମୋତେ ଜୋରେ ଜ୍ୱର ଓ ଥଣ୍ଡା ହୋଇଯାଇଥିଲା। ତେଣୁ ମୁଁ ଏଠାରେ ପାଖାପାଖି ଅଧଘଣ୍ଟେ ଅପେକ୍ଷା କରିବି ଓ ଦେଖିବି ଯଦି ବର୍ଷା ନ ହୁଏ ତାହେଲେ ବିଲକୁ କାମ କରିବାକୁ ଯିବି, ନହେଲେ ଏଠାରୁ ପଳାଇବି। ଆରେ ମଧୁ, ମୋତେ ବି ସେଇଆ ଲାଗୁଛି ରେ। ଏ ପାଗ ଦେଖି ମୋତେ ମଧ୍ୟ ଅନୁଭବ ହେଉଛି ଆଜି ବର୍ଷା ହେବ ବୋଲି। ତେଣୁ ଏଠାରେ କିଛି ସମୟ ଚାଲ ରହିବା ଓ ତାପରେ ବିଲକୁ ଯିବା କି ନାହିଁ ଭାବିବା। ଏମିତିରେ ଏବେ ବର୍ଷା ଦିନ ଓ ଏ ଦିନରେ ଯଦି ଥଣ୍ଡା ଜ୍ୱର ହୁଏ ତାହେଲେ ବିଲ କାମ ପୁରା ବନ୍ଦ ହୋଇଯିବ ଓ ଏହା ଛଡ଼ା
ଗାଁରୁ ମେଡିକାଲ ବହୁତ ଦୂର, ସେଠାକୁ ବାରମ୍ବାର କିଏ ଯିବା ଆସିବା କରିବ? 2 ଜଣ ଏପରି ଛିଡ଼ା ହୋଇ ବର୍ଷା କାଳ ହେବ ଅପେକ୍ଷା କରିବାରେ ଲାଗିଲେ। ଅପେକ୍ଷା କରୁଥିବା ବେଳେ ଛିଡ଼ା ହୋଇ ହୋଇ ବିରକ୍ତ ଲାଗିବା କାରଣରୁ ଅକ୍ଷୟ ସମୟ କାଟିବା ପାଇଁ ମଧୁକୁ ପଚାରିଲା, ଆରେ ମଧୁ, ଆମେ ସିନା ସୁରେଶକୁ ଗାଁରୁ ବର୍ଷେ ପାଇଁ ବିଦା କରିଦେଲେ, ହେଲେ ଥରେ ଭାବିଲୁ ସେ କେଉଁଠାରେ ରହୁଛି ଏବେ ଓ କିପରି ରହୁଛି? ଆରେ ମୋତେ ତ ଯାହା ଲାଗୁଛି ସେ କେଉଁଠାରେ ବି ରହିପାରିବନି, କାରଣ ତାର ପ୍ରକୃତି ବା ପରିବର୍ତ୍ତନ ହେବନି। ମାନେ ସେ ଯେଉଁଠି ବି ରହିବ ସେଠାରେ ଥିବା ଝିଅ ବୋଉଙ୍କୁ ଖରାପ ନଜରରେ ଅନାଇବ। ଆମେ ସିନା ତାକୁ ଛାଡ଼ିଦେଲେ, ହେଲେ ଅନ୍ୟ ଗାଁ ବାଲା ତାକୁ କଦାପି ଛାଡ଼ିବେନି। ଆରେ ଧେତ୍ ତେରିକି, ସକାଳେ ସକାଳେ ତୁ କାହା ନାଁ ନେଉଛୁ ଜାଣିପାରୁଛୁ ତ? ମାନେ ତୁ ସେଇ ପାପି ନାଁ ନେଉଛୁ। ହଇରେ, ସେଭଳି ପାପିକୁ ସିନା ଆମେ ଗାଁରୁ ବିଦା କରିଦେଲେ, ହେଲେ ସେ ଯେବେ ବର୍ଷେ ପରେ ଫେରିବ ସେ କ'ଣ ଆଉ ତାର ପ୍ରକୃତି ଛାଡ଼ିଥିବ କି? ସେ ଯେଉଁଠି ବି ରହିଲେ ଠିକ୍ ସେମିତି ରହିବ। ସେଭଳି ଲୋକର ବଞ୍ଚିବାର କୌଣସି ଅଧିକାର ନାହିଁ। ସେ ବଞ୍ଚିବା ଅପେକ୍ଷା ମରିଯିବା ଭଲ। ସେ 2 ଜଣ ଏପରି କଥାବାର୍ତ୍ତା ହେଉଥିବା ବେଳେ ହଠାତ୍ ସେଠାରେ ଭୂତ ପ୍ରକଟ ହେଲା ଏବଂ ରାଗରେ ସଙ୍ଗେ ସଙ୍ଗେ ସେ 2 ଜଣଙ୍କର ଆଖି ଖୋଳି ମାରିଦେଲା ଓ ତାପରେ କହିଲା, ହଇରେ, ଏମାନେ ଏଠାରେ ସବୁ ଜାଣି ନ ଜାଣିଲା ପରି ହେଉଛନ୍ତି। ଏ କରି ତ ମୋତେ ବେଇମାନ କରି ମାରିଲେ ଏବଂ ଏହା ସହ ଏଠାରେ ମୋ ବିଷୟରେ କଥା ହେଉଛନ୍ତି କ'ଣ ନା ମୋ ପରି ଲୋକ ମରିଯିବା ଭଲ। ଏଠି ସାଧୁ ଦେଖାଇ ହେଲେ ତମ ପରି ଗର୍ଦ୍ଦାର ମାନଙ୍କୁ ଖାଲି ଏପରି ମୃତ୍ୟୁଦଣ୍ଡ ଦରକାର। ମୁଁ ଶପଥ କରି କହୁଛି, ଯେତେ ପର୍ଯ୍ୟନ୍ତ ତୁମ ଗାଁର ଲୋକଙ୍କୁ ମାରି ମଶାଣିରେ ପରିଣତ ନ କରିଦେଇଛେ ସେତେ ପର୍ଯ୍ୟନ୍ତ ମୋର ଆତ୍ମାକୁ ଶାନ୍ତି ମିଳିବ ନାହିଁ। ଦେଖୁ ଦେଖୁ ମଧୁ ଅକ୍ଷୟର କଥା ଗାଁରେ ପ୍ରକଟ ହୋଇଗଲା ଓ ହଠାତ୍ ଏ 2 ଜଣଙ୍କର ମର୍ମାହତ ଭାବେ ମୃତ୍ୟୁ ଲୋକଙ୍କ ମନରେ ଭୟ ସୃଷ୍ଟି କରିଦେଲା ଓ ସମସ୍ତେ ଭାବିଲେ ଏପରି ପରିସ୍ଥିତି କିଏ କରିଛି? ଆରେ ମୋର ଗାଁର ସମସ୍ତ ଗ୍ରାମବାସୀ ବୃନ୍ଦ, ଆଜି ପର୍ଯ୍ୟନ୍ତ ଏ ଗାଁରେ ଯାହା ବି ସମସ୍ୟା ହୋଇଛି ତାର ସମାଧାନ ଆମେ ସମସ୍ତେ ମିଶିକି କରନ୍ତି। ତେଣୁ ଏବେ ଆମ ଗାଁକୁ ଆସିଥିବା ସମସ୍ୟାର ସମାଧାନ କିପରି ଓ କେମିତି କରିବା? ଆରେ କାଲି ମୁଁ ମଧୁ ଓ ଅକ୍ଷୟ ସାଥିରେ କଥା ହୋଇଛି, ହେଲେ ଆଜି ତାଙ୍କ 2 ଜଣଙ୍କର ମୃତ୍ୟୁ ହୋଇଗଲା। ଏସବୁ ଶୁଣି କଥାଟା ପୁରା ଆଶ୍ଚର୍ଯ୍ୟ ଲାଗୁଛି। ଏସବୁ କାହାର କାମ ହୋଇପାରେ? ତମମାନଙ୍କ ଭିତରୁ କିଏ କିଛି କହିବାର ଅଛି ଯଦି କୁହ। ଆରେ ମୁଖିଆ, ମୋତେ ଯାହା ଲାଗୁଛି ଏ କାମ ସୁରେଶର ହୋଇଥିବ। ସେ ହିଁ ଆମଠାରୁ ପ୍ରତିଶୋଧ ନେବା ପାଇଁ ଏପରି କରୁଥିବ, କାରଣ ଆମେ ତାକୁ ଏଠାରୁ ବିଦା କରିଛନ୍ତି ଏବଂ ଏ 2 ଜଣ ମରିବା ସେ ସୁରେଶ କେସ୍ ସହିତ ସମାନ ଖାଉଛି। ମାନେ ସୁରେଶ ଝିଅ ବୋଉଙ୍କୁ ଖରାପ ନଜରରେ ଦେଖୁଥିଲା ବୋଲି ଆମେ ତାକୁ ଗାଁରୁ ବିଦା କଲେ, ସେଥିପାଇଁ ସେ ଆଖି ଖୋଳି ମାରୁଥିବ। ଆଉ ଗୋଟିଏ କଥା, ସୁରେଶକୁ ଗାଁରୁ ବିଦା କରିବା ଆଇଡିଆ ପ୍ରଥମେ ମଧୁ ଦେଇଥିଲା, ବୋଧେ ଏଥିପାଇଁ ସେ ଏପରି କରିଥିବ। ଆରେ ମୁଖିଆ, ମୋତେ କାହିଁ ଏକଥା ବିଶ୍ୱାସ ହେଉନି, କାରଣ ମଧୁ ଓ ଅକ୍ଷୟ 2 ଜଣ ଥିଲେ ଓ ଏ 2 ଜଣ ମଧ୍ୟ ବହୁତ ଶକ୍ତିଶାଳୀ। ଏ 2 ଜଣ ଚାହିଁଲେ ମରାମରିରେ 4 ଜଣଙ୍କୁ ଅଟକାଇ ଦେବେ ଓ ସୁରେଶ ଥିଲା ଏକଲା। ସେ ଏକଲା ଏପରି 2 ଜଣଙ୍କ ଆଖିକି ଖୋଳିକି ମାରିବା କଥାଟା ମୋତେ ଜମା ବି ବିଶ୍ୱାସ ହେଉନି। ତେଣୁ ୟା ପଛରେ କିଛି ଅନ୍ୟ ଏକ ରାଜ ଲୁଚିକି ରହିଥାଇପାରେ। ତେଣୁ ଏମିତି ସୁରେଶକୁ ଅଜଣାରେ ଦୋଷ ଦେବାଟା ମୋତେ ଜମା ବି ଠିକ୍ ଲାଗୁନି। ଆରେ ତୁମ 2 ଜଣ ଯେଉଁ ମତ ରଖିଲ ସେ ମତକୁ ଦେଖିବାକୁ ଗଲେ 2 ଜଣ ପୁରା ଠିକ୍ କହୁଛ। ତେଣୁ 2 ଜଣଙ୍କ କଥାକୁ କାଟିବା ସମ୍ଭବ ନୁହଁ। ଏପରି କିଏ ମାରିଲା, କାହିଁକି ମାରିଲା ଓ କ'ଣ ପାଇଁ ମାରିଲା ଏ ବିଷୟରେ ଆମେ କେହି ବି କିଛି ଜାଣିନାହାନ୍ତି ଓ ଏହା ମଧ୍ୟ ଜାଣିନାହାନ୍ତି ଆଗକୁ ଆମ ଗାଁରେ କାହାର ମୃତ୍ୟୁ ଘଟିବ। ତେଣୁ ଏଇ କିଛି ଦିନ ସମସ୍ତେ ଗାଁରୁ ବାହାରିବାକୁ ଚେଷ୍ଟା କରନା ଏବଂ ଏହା ଛଡ଼ା ରାତିରେ ମଧ୍ୟ ଘରୁ ବାହାରନା। ଯେତେବେଳେ ମାହୋଲ ଠିକ୍ ହେବ ମୁଁ ଗୋଟିଏ ସଭା ବସାଇ ସମସ୍ତଙ୍କୁ କହିବି କେତେବେଳେ ଘରୁ ବାହାରିବ ବୋଲି। ତେଣୁ ଏବେ ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାରକୁ ମଧ୍ୟ ସୁରକ୍ଷିତ ରଖ। ମୁଖିଆଙ୍କର କଥା ସମସ୍ତେ ମାନିଲେ ଏବଂ କିଛି ଦିନ ସକାଳେ ଏବଂ ରାତିରେ କେହି ବି ଘରୁ ବାହାରିଲେ ନାହିଁ, ଯାହାଦ୍ୱାରା ସମସ୍ତଙ୍କୁ ଲାଗିଲା
ବିପଦ ଏବେ ଟଳିଗଲା ବୋଲି। ହେଲେ ସେ ଜାଣିନଥିଲେ ଏବେ ପ୍ରକୃତ ବିପଦ ଆରମ୍ଭ ହେଲା ବୋଲି। ମାନେ ସୁରେଶ ହେଉଛି ସେଇ ଗାଁର ଲୋକ। ତେଣୁ ସେ ଜାଣିଥିଲା ଗାଁରେ କାହାର ଜୀବନ ଗଲେ ସର୍ବପ୍ରଥମେ ସେମାନେ ଗୋଟିଏ ସଭା ବସାଇ ଲୋକଙ୍କୁ ବାହାରକୁ ବାହାରିବା ପାଇଁ ମନା କରିବେ ବୋଲି। ଏସବୁ ଜାଣି ସୁରେଶ ମଧ୍ୟ କିଛି ଦିନ ଚୁପ୍ ରହିଲା ଓ ସେ ମନରେ ଭାବି ଦେଇଥିଲା ଯେବେ ବି ଗାଁ ଲୋକ ଘରୁ ବାହାରିବେ ସେତେବେଳେ ତାଙ୍କୁ ମାରିବେ ବୋଲି। କିଛି ଦିନ ପରେ ସମସ୍ତଙ୍କୁ ଘରୁ ବାହାରକୁ ବାହାରିବା ପାଇଁ ଅନୁମତି ମିଳିଲା। ତେଣୁ କ୍ଷେତକୁ ବହୁତ ଦିନ ହେବ ଆସିନଥିବା ହରି ତାର କ୍ଷେତରେ ପହଞ୍ଚିଗଲା ଓ ତାର କ୍ଷେତକୁ ଦେଖି ବହୁତ ଭାବବିହ୍ୱଳ ହୋଇ କହିଲା, ଆଲୋ ମୋର କ୍ଷେତ, ମୋର ଅନ୍ନଦାତା ମା ଲକ୍ଷ୍ମୀ, ତତେ ମୁଁ ବହୁତ ଦିନ ହେବ ଦେଖିନି ଏବଂ ତୋ କଥା ଭାବି ଭାବି ମୋତେ ଜମା ବି ନିଦ ହେଉନଥିଲା। ମୁଁ ବାସ୍ ଖାଲି ତୋରି କଥା ଭାବୁଥିଲି ଓ ମୋ ମନକୁ ଖାଲି ପାପ ଛୁଉଁଥିଲା କି ତୁ ଠିକ୍ ଅଛୁ ତ ଓ ମୋର ଚାଷ ଠିକ୍ ଅଛି ତ। ସେ ପାପୀ ସୁରେଶ ଆମ ଗାଁରୁ ଯିବା ଦିନରୁ ସବୁ ଏପରି ଅଘଟଣା ଘଟୁଛି। ତେଣୁ ସେପରିକା ଲୋକ ଆମ ଗାଁ ପାଇଁ କଳଙ୍କ। ସେ ଜନ୍ମ ହେବା ଆଗରୁ ମରିଗଲାନି କାହିଁକି ଯେ ଜନ୍ମ ହୋଇ ଆମ ଗାଁକୁ ଏପରି କଷ୍ଟ ଦେଉଛି। ତା ପାଇଁ ଆଜି ମୁଁ ମୋର କ୍ଷେତଠାରୁ ଏତେ ଦିନ ହେବ ଦୂରରେ ରହିଲି। ଯାହା ହେଉ ଭଗବାନଙ୍କ ଦୟାରୁ ମୋର କ୍ଷେତ କିଛି ବି ହୋଇନି। ଯଦି କିଛି ହୋଇଥାନ୍ତା ତାହେଲେ ମୁଁ ବଞ୍ଚି ଥାଉ ଥାଉ ମରିଯାଇଥାନ୍ତି। ହଉ ଏବେ ଆଉ ବିଳମ୍ବ ନକରି ଯାଉଛି ମୋର କ୍ଷେତ କାମ କରିବି। ସେ ଏପରି କହିଛି କି ନାହିଁ ହଠାତ୍ ସେଠାରେ ସୁରେଶର ଭୂତ ପ୍ରକଟ ହେଲା ଓ ତାପରେ କହିଲା, ହଇରେ ହରି, ଏଇ ଟିକିଏ ପୂର୍ବରୁ ତୁ ମୋ ବିଷୟରେ କ'ଣ କହୁଥିଲୁ? ମୁଁ ଜନ୍ମ ହେବା ଆଗରୁ ମରିଯିବା ଭଲ। ହଇରେ, ମୁଁ ଏମିତି କି ପାପ କରିଦେଲି ଯେଉଁଥିପାଇଁ ଆଜି ମୋର ଏପରି ମୃତ୍ୟୁଦଣ୍ଡ ହେଲା? ମୁଁ ସିନା ଜନ୍ମ ହେବା ଆଗରୁ ମରିଲିନି, ହେଲେ ତତେ ଆଜି ଏଇଠାରେ ତୋର ଆଖି ଖୋଳି ମାରିବି। ଆରେ ଭୂତ, ସୁରେଶ ଭୂତ, ଆରେ ଏ ସୁରେଶ, ଦୟାକରି ମୋତେ ଛାଡ଼ିଦେ। ମୋର ବହୁତ ବଡ଼ ଭୁଲ ହୋଇଯାଇଛି ଏବଂ ମୁଁ ମୋର କ୍ଷେତ ଜମି ରାଣ ଖାଇ କହୁଛି ତୋ ବିଷୟରେ ଆଉ କେବେ ବି ଖରାପ କଥା କହିବିନି। ବାସ୍ ମୋତେ ଛାଡ଼ିଦେ ରେ, ମୋତେ ଛାଡ଼ିଦେ। ଘରେ ମୋର ସ୍ତ୍ରୀ ଓ ପିଲାଛୁଆ ଅପେକ୍ଷା କରିଛନ୍ତି। ସେମାନେ ମୋତେ ନ ପାଇ ମରିଯିବେ। ହେଲେ ଭୂତ ତାର ପ୍ରତିଶୋଧରେ ଏତେ ହଜି ଯାଇଥିଲା ଯେ ସେ ଏସବୁ କଥା ଶୁଣିଲା ନାହିଁ ଏବଂ ସେଇଠାରେ ସୁରେଶର ଆଖି ଖୋଳି ମାରିଦେଲା। ସୁରେଶ ମରିବା ପରେ ଭୂତର ମୁଣ୍ଡକୁ ଏକ ବୁଦ୍ଧି ଜୁଟିଲା। ସେ ଆଉ ପୂର୍ବ ଭୁଲ କରିବାକୁ ଚାହୁଁନଥିଲା। ତେଣୁ ସେ କହିଲା, ଆରେ ମୁଁ ଯଦି ଏ ହରିକୁ ଏପରି ମାରି ଏଠାରେ ଛାଡ଼ିଦିଏ ତାହେଲେ ଲୋକେ ପୂର୍ବଥର ପରି ସତର୍କ ହୋଇଯିବେ ଏବଂ ଭୟରେ ପୁଣି ଘରେ ଲୁଚିକି ରହିବେ। ତେଣୁ ମୋତେ ୟାକୁ ଏଠାରୁ ହଟାଇବାକୁ ପଡ଼ିବ, ଯାହାଦ୍ୱାରା ଲୋକେ ଭାବିବେ ହରି ବୋଧେ କୁଆଡ଼େ କାମକୁ ଯାଇଛି, ଯେଉଁଥିପାଇଁ ସେ ଗାଁରେ ନାହିଁ ଓ ଲୋକଙ୍କ ମନରେ ଭୟ ଜାତ ହେବନି, ଯାହାଦ୍ୱାରା ସେ ଘରୁ ବାହାରିବେ। ଓ ମୁଁ ତ ସେଇଆ ଚାହୁଁଥିଲି, ଯେମିତି ସେ ଘରୁ ବାହାରିବେ ମୁଁ ତାଙ୍କୁ ମାରିବି। ଭୂତ ଏପରି କହି ହରି ସହ ସେ ମଧ୍ୟ ସେଠାରୁ ଅଦୃଶ୍ୟ ହୋଇଗଲା। ହେଲେ ଭୂତର ଏସବୁ ଦୃଶ୍ୟକୁ ଶିକାରୀ ଗୋଟେ ଜାଗାରେ ଥାଇ ଲୁଚିକି ଦେଖୁଥିଲା। ସେ ଏସବୁ ଦୃଶ୍ୟ ଦେଖି ବୁଝିଗଲା ଯେ ଭୂତ ତାର ମୃତ୍ୟୁର ଦାୟୀ ଏ ଗାଁ ବାଲାଙ୍କୁ ଭାବୁଛି। ତେଣୁ ସେ କହିଲା, ଆରେ ଇଏ କ'ଣ ହୋଇଗଲା? ମୁଁ ଭାବିଥିଲି ସବୁ କିଛି ଠିକ୍ ହୋଇଯିବ ବୋଲି, ହେଲେ ମୁଁ ଜାଣିନଥିଲି ଯେ କଥାଟା ଏତେ ବଡ଼ ହୋଇଯିବ ବୋଲି। ମାନେ ମୁଁ ସେ ଲୋକଙ୍କୁ ମାରିଲି, ହେଲେ ସେ ଲୋକ ଭାବିଲା ତାଙ୍କ ଗାଁ ଲୋକ ତାକୁ ମାରିଲେ ବୋଲି। ତେଣୁ ସେ ଗାଁ ଲୋକଙ୍କ ଠାରୁ ପ୍ରତିଶୋଧ ନେଉଛି। ତେଣୁ ମୋତେ କିଛି ଗୋଟେ କରି ଗାଁ ଲୋକଙ୍କୁ ବଞ୍ଚାଇବାକୁ ପଡ଼ିବ। ଏମିତିରେ ମୋ ହାତରୁ ଗୋଟିଏ ବହୁତ ବଡ଼ ପାପ ହୋଇଯାଇଛି ଏବଂ ମୁଁ ଚାହେଁନା ଗାଁ ଲୋକ ମୋ ପାଇଁ ମରନ୍ତୁ ଏବଂ ସେ ପାପ ମୋ ଉପରେ ପଡ଼ୁ ବୋଲି। ତେଣୁ କିଛି ଗୋଟେ ମୋତେ କରି ଏ ଭୂତର ସାମ୍ନା କରିବାକୁ ପଡ଼ିବ। ଏପରି କହି ସଞ୍ଜୟ ଗୋଟେ ଗୁଣିଆ ପାଖକୁ ଗଲା ଏବଂ ତା ପାଖରେ ପହଞ୍ଚି ସବୁ କଥା ଗୋଟି ଗୋଟି କରି କହିଲା କିପରି ଅଜଣାତାରେ ତାର ପାପ ହୋଇଥିଲା ଏବଂ ସେ ପାପର ପରିଣାମ ଗାଁ ଲୋକ ଭୋଗୁଛନ୍ତି। ତେଣୁ ଏଥିରୁ କିପରି ଭାବେ ଗାଁ ଲୋକଙ୍କୁ ରକ୍ଷା କରାଯାଇପାରିବ। ସଞ୍ଜୟ ଠାରୁ ସବୁ କଥା ଶୁଣିବା ପରେ ଗୁଣିଆ କହିଲା, ଆରେ ପୁଅ, ସେ ଭୂତ ଠାରୁ ବଞ୍ଚିବାର ମାତ୍ର 2ଟି ଉପାୟ ଅଛି। ଗୋଟିଏ ଉପାୟ ହେଲା ତୁ ମୋତେ ସେ ଭୂତ ପାଖକୁ ନେଇ ଚାଲ
ମୁଁ ମୋର ଶକ୍ତି ମାଧ୍ୟମରେ ସେ ଭୂତକୁ ମାରିଦେବି ଓ ଦ୍ୱିତୀୟ ଉପାୟ ବହୁତ କଷ୍ଟ ଏବଂ ଏଥିରେ ତୁମର ଜୀବନ ମଧ୍ୟ ଯାଇପାରେ। ସେଇଟା ହେଲା ତୁମେ ସେ ଭୂତ ପାଖକୁ ଯାଇ ତାକୁ ସବୁ କଥା କହିବ କି କିପରି ସେ ମରିଥିଲା ଓ କିପରି ତୁମେ ତାକୁ ଅଜଣାତରେ ମାରିଥିଲ। ଏସବୁ କଥା ଶୁଣିବା ପରେ ହୁଏତ ଗାଁ ଲୋକ ବଞ୍ଚି ଯାଇପାରନ୍ତି, ହେଲେ ସେ ତୁମକୁ ମାରି ଦେଇପାରେ। ତମେ ଯଦି ତୁମର ବୁଦ୍ଧି ଖର୍ଚ୍ଚ କରି ତାକୁ ବୁଝାଇ ପାରିବ ତାହେଲେ ହୁଏତ ସେ ଭୂତ ତୁମର କିଛି ନ କରିପାରେ। ଏବେ ତମ ହାତରେ କଥା, ତମେ କ'ଣ କରିବାକୁ ଚାହୁଁଛ କୁହ। ଏହା ଶୁଣି ସଞ୍ଜୟ ଟିକେ ଭାବନାରେ ପଡ଼ିଗଲା ଓ ତାପରେ କହିଲା, ଅରେ ବାବା, ମୁଁ ଦ୍ୱିତୀୟଟା କରିବି। ମୁଁ ଜାଣିଛି ଏଥିରେ ମୋର ଜୀବନ ଯାଇପାରେ, ହେଲେ ମୁଁ କରିବି, କାରଣ ଯେଉଁ ପାପ ମୋ ଦ୍ୱାରା ହୋଇଛି ମୁଁ ଚାହୁଁଛି ସେଥିରୁ ମୁକ୍ତ ହେବା ପାଇଁ। ଯଦି ମୁଁ ମରିବା ଦ୍ୱାରା ଗାଁ ଲୋକ ବଞ୍ଚି ଯାଉଛନ୍ତି ତାହେଲେ ମୋ ମରିବାଟା ବ୍ୟର୍ଥ ଯିବନି ଓ ଏହା ଛଡ଼ା ଭୁଲ ମୁଁ କରିଛି ମାନେ ଏହାର ଶାସ୍ତି ମୋତେ ମିଳିବା ଦରକାର। ତେଣୁ ସେ ଭୂତ ସାଥିରେ ମୁଁ ହିଁ ଲଢ଼ିବି ଓ ତାକୁ ବୁଝାଇବାକୁ ଚେଷ୍ଟା କରିବି। ଆରେ ପୁଅ, ତୁ ଯଦି ମନରେ ଏଇଆ କରିବି ବୋଲି ଭାବି ଦେଇଛୁ ତାହେଲେ ଏଥିରେ ମୁଁ ଆଉ ତତେ ଅଟକାଇବି ନାହିଁ। ବାସ୍ ଯାହା ବି କରିବା କଥା ଦେଖି ଚାହିଁ କରିବୁ। ଆଉ ମନେ ରଖ, ଯେମିତି ତୁ ସେଠାରୁ ବଞ୍ଚିକି ଆସିବା ପାଇଁ ଚେଷ୍ଟା କରିବୁ। ଏଥିରେ ହୁଏତ ମୁଁ ତୋର କିଛି ସାହାଯ୍ୟ ନ କରିପାରେ, ହେଲେ ବାସ୍ ଖାଲି ତତେ ଆଶୀର୍ବାଦ କରୁଛି ତୁ ତୋର କାର୍ଯ୍ୟରେ ସଫଳ ହୋଇ ଫେରିବୁ। ଏହା ଶୁଣି ସଞ୍ଜୟ ସେଠାରୁ ପଳାଇ ଆସିଲା ସେଇ ଜାଗାକୁ ଯେଉଁ ଜାଗାରେ ସେ ସୁରେଶକୁ ମାରିଥିଲା ଏବଂ ସେଠାରେ ପହଞ୍ଚିବା ପରେ ଦୁଃଖର ସହ କହିଲା, ଆରେ ସୁରେଶ ଭାଇ, କେଉଁଠି ଅଛ? ଶୀଘ୍ର ଏଠାକୁ ଆସ। ତମକୁ ଗାଁ ବାଲା ନୁହଁ ବରଂ ମୁଁ ମାରିଥିଲି। ମୋ ଭୁଲ ଯୋଗୁଁ ଗାଁ ବାଲାଙ୍କୁ ତୁମେ ମାରୁଛ, ତେଣୁ ଦୟାକରି ମୋତେ ଦେଖା ଦିଅ। ମୁଁ ସବୁ କଥା ତୁମକୁ ଗୋଟି ଗୋଟି କରି କହିବି କି କିପରି ମୋ ଦ୍ୱାରା ଭୁଲ ହୋଇଥିଲା, ଯେଉଁଥିପାଇଁ ତୁମର ମୃତ୍ୟୁ ଘଟିଲା। ଯଦି ପାରୁଛ ତୁମେ ମୋତେ ମାରିଦିଅ, ହେଲେ ଗାଁ ବାଲାଙ୍କୁ ଛାଡ଼ିଦିଅ। ଏହା ଶୁଣିବା ପରେ ସେଠାରେ ସୁରେଶର ଆତ୍ମା ପ୍ରକଟ ହେଲା। ଏହା ଦେଖି ଶିକାରୀ ସବୁ କଥା ପ୍ରଥମରୁ ଗୋଟି ଗୋଟି କରି କହିଲା କି କିପରି ତାର ତୀର ଦ୍ୱାରା ସେ ମରିଥିଲା ଓ ଯାହାର ପରିଣାମ ଗାଁ ଲୋକ ତାଙ୍କ ମୃତ୍ୟୁ ମାଧ୍ୟମରେ ଶୁଝୁଛନ୍ତି। ଏହା ଶୁଣିବା ମାତ୍ରେ ସୁରେଶର ମନ ସଙ୍ଗେ ସଙ୍ଗେ ପରିବର୍ତ୍ତନ ହୋଇଗଲା, କାରଣ ସେ ଭୁଲ ବୁଝି ଗାଁ ଲୋକଙ୍କୁ ମାରୁଥିଲା। ଏଇ ଗୋଟିଏ ସାମାନ୍ୟ ବୁଝାମଣା ପାଇଁ ସେ ଗୋଟିଏ ଖୁନିର ପରିଣତ ହୋଇଗଲା ଓ ତାଙ୍କ ଗାଁର ନିରୀହ ଲୋକଙ୍କୁ ମାରିଲା। ଏସବୁ ଜାଣି ସେ କହିଲା, अरे भाई, मो द्वारा बहुत बड़ भूल हो गला। मु अजणतारे ओ भूल बुझामणा पाई मो निज गाँ लोकन को मारिले। मु चाहिले मध्य निजको एथिपाई केबे भी क्षमा करि पारिबि नाही। मु खराब मनीषटे होई पारे सत, हेले केबे गोटिए खुनी नथिले, किंतु आज मु संपूर्ण खुनी रे परिणत होई गली। तेणु मोर आत्मा को केबे भी शांति मिलिब नाही। एपरि परिस्थिति रे मु मोर आत्मा को नष्ट करदेबी। रमेश एपरी कही निजर आत्मा को नष्ट करदेला। एकदा जंगल भितरे बिलुआ ओ बाघ मन दुखरे बसिथिले, कारण तांको दुई जनक उपरे शनिदशा पड़िथाए। एही कारणरू तांको जीवन रे केबे भी खुशी आसु नथिला ओ एहा सह दुई जनकर देह मध्य खराब हेउथिला। से एथिरू किपरि मुक्त हेबे किछि भी न जानि पारी गोटिए जगारे मन दुखरे बसी थांती। अरे बिलु, देख रे, आम साथी रे दिन को दिन कौन हेबार लागिछि। मो देह एई अल्प दिन तले खराब होइतला, पुणी एबे खराब। देह खराब कारणरू मु शिकार करबाकू जाउनी, जहा द्वारा घरे चलिबा कष्टकर होई पड़ुछि। एपरि परिस्थिति को किपरि सामना करिबे मु किछि भी जानि पारुनी। अरे एपरि जदि दिने अधे हुअंता ताहले कोन किछि गोटे करि हुअंता।
ହେଲେ ଏପରି ମୋ ସାଥିରେ ଗୋଟେ ବର୍ଷ ହେବ ହେଉଛି। ତେଣୁ ମୋ ମନ ଜମା ବି ଭଲ ନାହିଁ। ମୁଁ ଶେଷ ଥର ପାଇଁ କେବେ ହସିଥିଲି ତାହା ମଧ୍ୟ ଜାଣିନି। ଆରେ ମାମା, ତମକୁ କଣ ଲାଗୁଛି? କେବଳ ତମେ ହିଁ ଦୁଃଖିତ ଅଛ, ଏହା ନୁହଁ। ତମ ସହ ମୁଁ ମଧ୍ୟ ଦୁଃଖିତ ଅଛି। ତମର ଯେଉଁ ଅବସ୍ଥା ମୋର ମଧ୍ୟ ସେଇ ଅବସ୍ଥା। ଏମିତି ଲାଗୁଛି ବୋଝ ଉପରେ ଲଳିତା ବିଡ଼ା ପଡ଼ି ଯାଇଛି। ମୁଁ କିଛି ବି ଖାଦ୍ୟ ଯୋଗାଡ଼ ନ କରିପାରିବା କାରଣରୁ ମୋ ସ୍ତ୍ରୀ ସମସ୍ତ ଖାଦ୍ୟ ଯୋଗାଡ଼ କରୁଛି, ଯାହାଦ୍ୱାରା ମୋତେ ମୋ ସ୍ତ୍ରୀକୁ ମୁହଁ ଦେଖାଇବାକୁ ଇଚ୍ଛା ହେଉନି। ତାକୁ ରାଣୀ କରି ରଖିବି ବୋଲି କହି ବାହା ହୋଇଥିଲି, ହେଲେ ଜୀବନରେ ତାକୁ ଟିକେ ଖୁସି ଦେଇପାରୁନି। ତମ ପରି ମୁଁ ମଧ୍ୟ ଶେଷ ଥର ପାଇଁ କେବେ ହସିଥିଲି ତାର କିଛି ଅତାପତା ନାହିଁ। ହେ ଭଗବାନ, ତୁମେ କେଉଁଠି ଅଛ? କୁଆଡ଼େ ଅଛ? ଦୟାକରି ଆମ ସମସ୍ୟାର ସମାଧାନ କର ପ୍ରଭୁ। ଦୁଇ ଜଣ ଏପରି କଥା ହେଉଥିବା ବେଳେ ସେଇ ବାଟ ଦେଇ ଗୋଟିଏ ବାବା ଯାଉଥିଲେ। ସେ ଏ ଦୁଇ ଜଣଙ୍କୁ ଦେଖି ତାଙ୍କର ଦୁଃଖ ବିଷୟରେ ଜାଣିପାରିଲେ। ତେଣୁ ସେ ତାଙ୍କ ପାଖରେ ରହି କହିଲେ, ଆରେ ଏ ବାଘ ଓ ବିଲୁଆ, ମୁଁ ଜାଣିଛି ତମ ଜୀବନରେ ବହୁତ ଦୁଃଖ ଚାଲିଛି, କାରଣ ତୁମ ଉପରେ ଏବେ ଶନିଙ୍କ କୋପ ପଡ଼ିଛି। ମାନେ ତମ ଉପରେ ଶନି ଦଶା ପଡ଼ିଛି, ଯେଉଁଥିପାଇଁ ତୁମର ସବୁବେଳେ ଦେହ ଖରାପ ହେବା ସହ ଘରେ କେବେ ବି ଖୁସି ଆସୁନି। ଓ ମନେ ରଖ, ଯେତେ ପର୍ଯ୍ୟନ୍ତ ତମେ ଏ ଶନି ଦଶାକୁ ଭଲ ନ କରିଛ, ସେତେ ପର୍ଯ୍ୟନ୍ତ ତମେ ଏପରି ଦୁଃଖରେ ରହିବ ଓ କେବେ ବି ଜୀବନରେ ସୁଖୀ ହୋଇପାରିବ ନାହିଁ। ତେଣୁ ଏ ଶନି ଦଶାକୁ କାଟିବାକୁ ଶୀଘ୍ର ଚେଷ୍ଟା କର। ଆରେ ବାବା, ତମେ ଆମ ଦୁଇ ଜଣଙ୍କର ଦୁଃଖ ଜାଣିପାରିଲ। ଆମ ପାଖରେ ଆସି ଆମର ଦୁଃଖର କାରଣ କହିଲ, ଯାହାକୁ ଶୁଣି ଆମକୁ ଟିକେ ଆରାମ ମିଳିଲା। ଆରେ ବାବା, ତମେ ଆମ ବିଷୟରେ ଯାହା ବି କହିଲ ସବୁ ସତ କଥା। ଆମେ ଦୁଇ ଜଣ ପାଖାପାଖି ଗୋଟେ ବର୍ଷ ହେବ ଏପରି ଦୁଃଖ କଷ୍ଟରେ ଚଳୁଛୁ। ହଉ ବାବା, ତମେ ତ କହିଲ ଆମ ଦୁଇ ଜଣଙ୍କ ଉପରେ ଶନି ଦଶା ପଡ଼ିଛି ବୋଲି। ଏବେ ସେ ଶନି ଦଶାକୁ କାଟିବାର କିଛି ଉପାୟ ଦିଅ ବାବା, କିଛି ଉପାୟ ଦିଅ। ମୁଁ ତୁମ ଆଗରେ ଗୁହାରି କରୁଛି ଓ ତମେ ଆମକୁ ଯାହା ବି କରିବାକୁ କହିବ ଆମେ ଦୁଇ ଜଣ ସେଇଆ କରିବୁ। ବାସ୍ ଖାଲି ଆମକୁ ଆମ ଖୁସି ମିଳିବା ଦରକାର। ହଇରେ ବାଘ ଓ ବିଲୁଆ, ମୁଁ ତୁମକୁ ଏଥିରୁ ରକ୍ଷା ପାଇବାର ଉପାୟ କହିଦେବି, ହେଲେ ତୁମେ ତାକୁ କରିବା ଦରକାର। ଆରେ ଏବେ ହେଲା ଶ୍ରାବଣ ମାସ। ଯଦି ତମେ ପାଣି ନେଇ ଶିବଲିଙ୍ଗ ଉପରେ ଢାଳିବ, ତାହେଲେ ତୁମର ଶନି ଦଶା କଟିଯିବ। ଏହା ହିଁ ଏକମାତ୍ର ରାସ୍ତା ଶନି ଦୋଷ କାଟିବା ପାଇଁ। କାରଣ ମହାଦେବଙ୍କୁ ଯିଏ ଭକ୍ତି କରେ ବା ମହାଦେବଙ୍କର ଯିଏ ଭକ୍ତ, ତାଙ୍କର ମହାଦେବ କେବେ ବି କିଛି ଅସୁବିଧା କରିବାକୁ ଦେବେନି। ବୋଧେ ପ୍ରଭୁଙ୍କର ଇଚ୍ଛା ଥିଲା ମୋ ଦ୍ୱାରା ତୁମକୁ ସାହାଯ୍ୟ କରିବା ପାଇଁ। ତେଣୁ ଦେଖ, ମୁଁ ହଠାତ୍ ତୁମ ସହ ଦେଖା ହୋଇଗଲି। ମୁଁ ତୁମକୁ ଏଥିରୁ ମୁକ୍ତିର ଉପାୟ କହିଦେଲି। ସତ ହେଲା, ଏବେ ତୁମ ଉପରେ ସବୁକିଛି ନିର୍ଭର। ତମେ ତାକୁ କରିବ କି ନାହିଁ? ଆରେ ବାବା, ଆମେ କରିବୁନୁ କାହିଁକି? ନିଶ୍ଚିତ କରିବୁ। ବାବା, ତମେ ଏ ସଙ୍କଟରୁ ମୁକୁଳିବା ପାଇଁ ଉପାୟ ଦେଇଥିବାରୁ ତୁମକୁ ହୃଦୟରୁ ଅନେକ ଅନେକ ଧନ୍ୟବାଦ। ଆମେ ନିଶ୍ଚିତ ମହାଦେବଙ୍କ ପାଖକୁ ପାଣି ଢାଳିବାକୁ ଯିବୁ ଏବଂ ତାଙ୍କ ଉପରେ ପାଣି ଢାଳି ଆମ ଶନି ଦଶା କାଟିବୁ। ହେ ପ୍ରଭୁ ମହାଦେବ, ଏପରି ସଙ୍କଟରୁ ଏବେ ତୁମେ ହିଁ ରକ୍ଷା କର ପ୍ରଭୁ, ତୁମେ ହିଁ ରକ୍ଷା କର। ବାଘ ଏତିକି କହିବା ପରେ ବାବା ସେଠାରୁ ପଳାଇଲେ ଏବଂ ବାବା ଗଲା ପରେ ବିଲୁଆ ବାଘକୁ କହିଲା, ହଇଆ ମାମା, ତମେ ବାବାଙ୍କ ଠାରୁ ଖାଲି ବୁଝିଦେଲ ପାଣି ନେଇ ଢାଳିବା କଥା, ହେଲେ ଏଥିରେ ନୀତି ନିୟମ କଣ ଓ କିପରି ନେଇକି ଯିବା, ସାଙ୍ଗରେ କଣ ନେବା ଓ କଣ ଖାଇବା, କାହିଁ ତା ବିଷୟରେ କିଛି ପଚାରିଲ ନାହିଁ। ଏବେ ଆମେ କଣ ଓ କିପରି କରିବା ଓ ଏ ବିଷୟରେ କିଛି ନ ଜାଣିଥିବା ଆମେ ଦୁଇ ଜଣ କେମିତି କୁଆଡେ ଯିବା? ହଇରେ ବିଲୁ, ତୁ ଠିକ କଥା କହିଲୁ ରେ। ମୋର ତ ଗୋଟେ ମସ୍ତ ବଡ଼ ଭୁଲ ହୋଇଗଲା। ମୁଁ ତ ଏ ବିଷୟରେ ଟିକେ ବାବାଙ୍କୁ ପଚାରି ପାରିଲେ ନାହିଁ। ଏବେ କଣ କରିବା ଆମେ? କିପରି ପାଣି ନେବା? ଆରେ ହଁ ରେ ବିଲୁ, ହଁ, ମୁଁ ଦେଖିଥିଲି ମଣିଷମାନେ ପ୍ରତ୍ୟେକ ବର୍ଷ ମହାଦେବଙ୍କ ପାଖକୁ ପାଣି ନେଇ ଯାଆନ୍ତି। ତେଣୁ ସେମାନେ ୟା ବିଷୟରେ ସମ୍ପୂର୍ଣ୍ଣ କଥା ଜାଣିଥିବେ। ହଉ,
ଆମେ ଗୋଟେ କାମ କରିବା, ଏ ଜଙ୍ଗଲ ପାଖ ଗାଁକୁ ଯିବା ଏବଂ ସେଠାରେ ଥିବା ଗାଁ ପିଲାଙ୍କୁ ଏ ବିଷୟରେ ପଚାରିବା ସହ ତାଙ୍କ ସାଥିରେ ବୋଲବମ୍ ପାଣି ନେଇଯିବା ଏବଂ ମହାଦେବଙ୍କ ଉପରେ ଢାଳିବା। ବାଘର ଏକଥାରେ ବିଲୁଆ ରାଜି ହୋଇଗଲା ଏବଂ ତା ପରଦିନ ସକାଳ ହେବା ପରେ ମାଧବପୁର ଗାଁର 2 ଜଣ ରାଜୁ ଓ ବିଜୁ କଥା ହେବାକୁ ଲାଗିଲେ। ହଇରେ ବିଜୁ, ତୁ ତ ଜାଣିଛୁ ଶ୍ରାବଣ ମାସ ଆରମ୍ଭ ହୋଇଗଲାଣି, ତେଣୁ ସମସ୍ତେ ପାଣି ନେଇ ମହାଦେବଙ୍କ ପାଖକୁ ଗଲେଣି। ହଇରେ, ଆମେ କେବେ ପାଣି ନେଇ ଯିବା? ଏପର୍ଯ୍ୟନ୍ତ ଏ ବିଷୟରେ କାହିଁ ଆମେ କିଛି କଥାବାର୍ତ୍ତା ହେଲେନି? ଆରେ ତୁ ତ ପ୍ରେସିଡେଣ୍ଟ ହୋଇଛୁ, କାହିଁ ତୋ ପାଟିରୁ ଏ ବିଷୟରେ ଏପର୍ଯ୍ୟନ୍ତ ଶୁଣିବାକୁ ପାଇଲି ନାହିଁ। ପାଖାପାଖି 1 ସପ୍ତାହ ହେବ ପିଲା ପାଣି ନେଇ ଗଲେଣି, ଅଥଚ ଆମ ଗାଁ ଛୁଆଙ୍କର କିଛି ବି ଖୋଜ ଖବର ନାହିଁ। ହଁ ରେ ସାଙ୍ଗ, ମୁଁ ବି ସବୁ ବିଷୟରେ ଭାବିକି ରଖିଛି। ହଇରେ, ତୁ କ'ଣ ଭାବୁଛୁ ମୁଁ କିଛି ବି ଜାଣିନି ବୋଲି? ମୁଁ ସବୁ କଥା ଜାଣିଛି ଓ ଦେଖିଛି ମଧ୍ୟ। ଏତେ ଅସ୍ଥିର କାହିଁକି ଯିବା ପାଇଁ? ମୁଁ ଏଇ ପାଣି ନେଇ ଯିବା ଉପରେ କେବେଠାରୁ ମିଟିଂ ବସାଇ ସାରିଥାନ୍ତି, ହେଲେ ଏପର୍ଯ୍ୟନ୍ତ ଆମ ଗାଁର ଛୁଆ ବିଦେଶରୁ ଆସିନାହାନ୍ତି। ତାହେଲେ ତୁ କହ, ମୁଁ ଏ ବିଷୟରେ କି କଥା ହେବି? ଆମେ 4ରୁ 5 ଜଣ ମିଶି ଧର ମିଟିଂ ବସାଇ ଦେଲେ ଏବଂ ସେମାନେ ବାହାରୁ ଆସିଲେ ଆମ କଥା ମାନିବେନି ଓ ସେ ଅନ୍ୟ ଏକ ମତ ଦେଉଥିବେ, ତାହେଲେ ଏବେ ତୁ କହ, ମୁଁ ଚୁପ୍ ରହି ଠିକ୍ କରିଛି ନା ଭୁଲ କରିଛି? ଆରେ ସାଙ୍ଗ, ତୁ ଠିକ୍ କହିଲୁ ରେ। ହେଲେ ଦେଖ, ଆମେ ପାଣି ନେବା ବୋଲି ଶ୍ରାବଣ ମାସ ଆରମ୍ଭ ହେବା 1 ସପ୍ତାହ ପୂର୍ବରୁ ପଳାଇ ଆସିଲେ, ଅଥଚ ଆମ ଗାଁ ଛୁଆ ଏପର୍ଯ୍ୟନ୍ତ ଆସୁନାହାନ୍ତି। ଏମିତି ତାଙ୍କୁ କି ଟଙ୍କା ନିଶା ଲାଗିଛି? ଆଉ କ'ଣ କେହି ଟଙ୍କା ଇନକମ୍ କରୁଛନ୍ତି କି? ଇଏ ତ ଏକା ଟଙ୍କା ଇନକମ୍ କରୁଛନ୍ତି ଆଉ। ଆରେ ସାଙ୍ଗ, ମୁଁ ସତ କଥା କହୁଛି, 2ରୁ 3 ବର୍ଷ ହେବ ମୁଁ ଦେଖୁଛି ଆମ ଗାଁ ଛୁଆ ଆସିବା ବିଳମ୍ବ କରୁଛନ୍ତି ଏବଂ ଆମେ ବିଳମ୍ବରେ ମଧ୍ୟ ଯାଉଛନ୍ତି। ଯଦି ଏପରି ହେଉଛି ତାହେଲେ ମୁଁ ଆଉ ଆର ବର୍ଷଠାରୁ ଆମ ଗାଁ ଛୁଆଙ୍କ ସାଥିରେ ପାଣି ନେଇ ଯିବିନି, ବରଂ ଅନ୍ୟ ଗାଁ ଛୁଆଙ୍କ ସାଥିରେ ଯିବି। 1 ବର୍ଷ ଏଇ ବିଳମ୍ବ କରିବା କାରଣରୁ ବନ୍ୟା ଆସିଗଲା। ଯଦି ଏ ବର୍ଷ ସେଇ ବନ୍ୟା ହୁଏ ନା, ତାହେଲେ ବହୁତ ହଇରାଣ ହେବା। ଏସବୁକୁ ଆଖିରେ ରଖି ବେଣୁସୁ ଯିବା କଥା। ହଉ ଛାଡ଼ ସାଙ୍ଗ ସେ କଥା, ତୁ ଆଉ ରାଗ ନା। ରାଗିଲେ କିଛି ବି ହେବନି। ଦିନେ ମୁଁ ମଧ୍ୟ ଏପରି ରାଗୁଥିଲି, ହେଲେ ଧୀରେ ଧୀରେ ଆଡଜଷ୍ଟ କରିବା ଶିଖିଗଲି। ସେମାନେ ହେଲେ ଆମ ଗାଁ ଛୁଆ। ଦେ ଛାଡ଼, ଆମ ଭାଇ ବୋଲି ଭାବି ତାଙ୍କୁ କ୍ଷମା କରିଦେ। ଦେଖୁଛୁ ତ ସେ ଏପରି ବିଳମ୍ବରେ ଆସୁଛନ୍ତି। ଆମେ କେତେଥର କହିଲେଣି, ହେଲେ ସେ ଶୁଣୁନାହାନ୍ତି। ଏଥିରେ ଆମେ କ'ଣ କରିପାରିବା କହ? ମୁଁ ଚାହିଁଲେ ଏକଲା କ'ଣ ଯାଇପାରନ୍ତିନି ନା? ହେଲେ ଯଦି ମୁଁ ଏକଲା ପଳାଏ ତାହେଲେ ଗାଁ ଛୁଆ ମୋ ଉପରେ ରାଗ ରଖିବେ। ତେଣୁ ତୁ ମଧ୍ୟ ଏକଲା ଯିବା କଥା ମୁଣ୍ଡରୁ କାଢ଼ିଦେ, ଆଉ ଅଳ୍ପ ଦିନ ଅପେକ୍ଷା କରିଯା। ରାଜୁ ବିଜୁ ଏପରି କଥା ହେଉଥିବା ବେଳେ ହଠାତ୍ ସେଠାକୁ ବାଘ ଓ ବିଲୁଆ ଆସି ପହଞ୍ଚିଗଲେ ଓ ସେଠାରେ ପହଞ୍ଚିବା ପରେ ବାଘ କହିଲା, ଆରେ ଏ ଭାଇ, ଆମେ ତୁମ ପାଖକୁ ଗୋଟେ କାମରେ ଆସିଛୁ ଓ ସେଇ କାମଟା ହେଲା ଆମେ ବୋଲବମ୍କୁ ପାଣି ନେଇଯିବାକୁ ଚାହୁଁଛୁ। ଏଥର ପାଣି ନେବା ଆମ ପାଇଁ ନୁହଁ, ତେଣୁ ଏହା ବିଷୟରେ ନୀତି ନିୟମ କିଛି ବି ଜାଣିନୁ। ସେଥିପାଇଁ ଆମେ ତୁମ ପାଖକୁ ଆସିଛୁ। ଏ ବିଷୟରେ ଜାଣିବା ସହ ଆମେ ଚାହୁଁଛୁ ତୁମ ଗାଁ ଛୁଆଙ୍କ ସାଥିରେ ଆମକୁ ମଧ୍ୟ ପାଣି ଢାଳିବାକୁ ନେଇଯାଅ। ଆମେ ମଧ୍ୟ ବାବାଙ୍କ ଉପରେ ପାଣି ଢାଳିବାକୁ ଚାହୁଁଛୁ। ହଇରେ ବାଘ ଓ ବିଲୁଆ, ଆମେ ତୁମ 2 ଜଣଙ୍କୁ ଆମ ସାଥିରେ ନେବୁନି, କାରଣ ତମ 2ଟା ଜୀବନରେ ଅନେକ ପାପ କରିଛ ଓ ଅନେକ ନିରୀହ ଜୀବଜନ୍ତୁଙ୍କୁ ମାରି ଖାଇଛ। ଏହି କାରଣରୁ ତମ ଉପରେ ଅନେକ ପାପ ଲଦା ହୋଇଛି ଓ ଯଦି ତମେ ଆମ ସାଥିରେ ଯାଅ ତାହେଲେ ସେ ପାପ ଆମ ପାଖକୁ ପଳାଇ ଆସିବ। ତା ଛଡ଼ା ଏ ବିଲୁଆ ଜଙ୍ଗଲରେ ବୁଲି ମୃତ ମଣିଷଙ୍କର ମାଂସ ଖାଉଛି। ଯଦି ଆମେ ତୁମକୁ ସାଥିରେ ନେଉ ତାହେଲେ ମହାଦେବ ଆମ ଉପରେ ରାଗିବେ ଓ ତାଙ୍କ କୋପ ଆମ ଉପରେ ପଡ଼ିବ। ଆରେ ଏ ଭାଇ, ଆମେ ମାନୁଛୁ ଆମେ ଅନେକ ପାପ କରିଛୁ ବୋଲି ଏହି ପାପ କରିଥିବାରୁ ଫଳ ଭୋଗୁଛୁ। ମାନେ ଆମର ଏବେ ଶନି ଦଶା ଚାଲିଛି ଓ ଏଥିରେ ମୁକ୍ତି ପାଇବା ପାଇଁ ଆମେ ପାଣି ଢାଳିବାକୁ ଯିବାକୁ ଚାହୁଁଛୁ। ତେଣୁ ତୁମେ ଦୟାକରି ଆମକୁ ତୁମ ସାଥିରେ ନେଇଯାଅ ଓ ଆମ ଶନି ଦଶାକୁ
ନଷ୍ଟ କରିବାରେ ସାହାଯ୍ୟ କର ଭାଇ, ସାହାଯ୍ୟ କର ଭାଇ। ଓ ଏହା ବଦଳରେ ତମେ ଯାହା କହିବ ଆମେ ତୁମକୁ ସେଇଆ ଦେବାକୁ ରାଜି ଅଛୁ। ହଇରେ ବାଘ, ତୁ ମତେ ଲୋଭ ଦେଖାଉଛୁ ଲୋଭ। ହଇରେ, ତାପରି ମୁଁ ବହୁତ ଦେଖିଛି। ମୁଁ ତ ଜିନିଷ ଉପରେ କୌଣସି ପ୍ରକାର ଆଶା ନାହିଁ, ତେଣୁ ମୁଁ ଥରେ ମନା କଲି ତୁମ ଦୁଇଟାକୁ ଆମ ସାଥିରେ ନେବୁନି ମାନେ ନେବୁନି। ଏଇଟା ହେଲା ମୋର ଶେଷ ନିଷ୍ପତ୍ତି। ମୋ କଥା ମାନି ଯଥା ସମ୍ଭବ ଏଠାରୁ ପଳାଅ, ନହେଲେ ଆମ ଗାଁ ଲୋକଙ୍କୁ ଡାକିବି, ସେ ତୁମକୁ ପିଟିବେ। ରାଜୁଠାରୁ ଏହା ଶୁଣିବା ପରେ ସେ ଦୁଇଜଣ ସେଠାରୁ ପଳାଇ ଆସିଲେ ଜଙ୍ଗଲକୁ ଏବଂ ଜଙ୍ଗଲରେ ପହଞ୍ଚିବା ପରେ ବାଘ କହିଲା, ହଇରେ ବ୍ଲୁ, ମୁଁ ମସ୍ତ ବଡ଼ ଭୁଲ କରିଦେଲି, ଯେଉଁଥିପାଇଁ ଆଜି ଆମେ ଏତେ ହଇରାଣ ହେଉଛନ୍ତି। ଯଦି ମୁଁ ସେତେବେଳେ ବାବାଙ୍କୁ ଏ ବିଷୟରେ ସମସ୍ତ କଥା ପଚାରିଥାନ୍ତି ତାହେଲେ ଆଜି ଏ ଦିନ ଦେଖିବାକୁ ପଡ଼ିନଥାନ୍ତା। ହଉ ଛାଡ଼ ବିଲୁ, ଯାହା ତ ହେବା କଥା ହୋଇଗଲାଣି। ଏବେ ଆମ ହାତରେ ଆଉ କିଛି ବି ଉପାୟ ନାହିଁ, ତେଣୁ ଚାଲ ଆମେ ଦୁଇଜଣ ମିଶି ପାଣି ନେଇଯିବା। ଏହାର ନୀତି ନିୟମ ବାଟରେ ଯାଉଥିବା କେଉଁ ଲୋକଙ୍କୁ ପଚାରିଦେବା। ବାଘଠାରୁ ଏକଥା ଶୁଣି ବିଲୁଆ ରାଜି ହୋଇଗଲା ଏବଂ ତା ପରଦିନ ସକାଳ ହେବା ପରେ ପାଣି ଧରି ମହାଦେବଙ୍କ ପାଖକୁ ବାହାରି ପଡ଼ିଲେ। ସେ ତାଙ୍କ ଜୀବନରେ ପ୍ରଥମ ଥର ଏପରି କାମ କରିବାକୁ ଯାଉଥିବାରୁ ହୃଦୟରୁ ବହୁତ ଉତ୍ସାହିତ ଥିଲେ। ହେଲେ ଏ ପ୍ରଥମ ଥର ମହାଦେବଙ୍କ ପାଖକୁ ଯିବା ବାଟରେ ଏତେ ବଡ଼ ବିପଦ ଆସିବ ବୋଲି ସେ କେବେ ବି ଭାବିନଥିଲେ। ମାନେ ସେ ପ୍ରଥମ ଥର ମନ୍ଦିରକୁ ଯାଉଥିବାରୁ ବାଟ ଦେଖିନଥିଲେ। ଏହି କାରଣରୁ ବାଟ ବଣା ହୋଇ ଏକ ଘଞ୍ଚ ଜଙ୍ଗଲ ଭିତରେ ପଶିଗଲେ ଏବଂ ମନ୍ଦିର ଖୋଜି ଖୋଜି ଜଙ୍ଗଲର ବହୁତ ଭିତରକୁ ପଳାଇଲେ ଯେ ବାହାରିବାର ବାଟ ପାଇଲେ ନାହିଁ ଏବଂ ଧୀରେ ଧୀରେ ସମୟ ଗଡ଼ି ରାତି ହୋଇଗଲା ଏବଂ ରାତି ହେବା ପରେ ଏମାନେ ଏଣେ ତେଣେ ବୁଲୁଥିବା ବେଳେ ହଠାତ୍ ତାଙ୍କ ସାମ୍ନାକୁ ଗୋଟେ ଭୂତ ପଳାଇ ଆସିଲା। ଭୂତକୁ ଦେଖି ଦୁଇଜଣ ରହିଗଲେ ଓ ତାପରେ ଡର ଡର ହୋଇ ବିଲୁଆ କହିଲା, ଆରେ ଭୂତ ଭାଇ, ଦୟାକରି ଆମ ଦୁଇଜଣଙ୍କୁ ଛାଡ଼ିଦେ। ଆମେ ମହାଦେବଙ୍କ ପାଖକୁ ପାଣି ନେଇ ଯାଉଥିଲୁ, ହେଲେ ଭୁଲରେ ବାଟ ବଣା ହୋଇ ଏଠାକୁ ପଳାଇ ଆସିଲୁ, ଯାହାଦ୍ୱାରା ତୋ ସାମ୍ନାରେ ପଡ଼ିଗଲୁ। ଦୟାକରି ଆମକୁ ଛାଡ଼ିଦେ, ଆମେ ଆଉ କେବେ ବି ଏଠାକୁ ଆସିବୁ ନାହିଁ। ଏହା ଶୁଣି ଭୂତ ହସି ହସି କହିଲା, ହଇରେ ମୂର୍ଖ ବାଘ ଓ ବିଲୁଆ, ତୁମେ ଦୁଇଟା କ'ଣ ଭାବିଲ? ତୁମେ ଏପରି ମତେ ଦୁଃଖ ଭରା ଗପ କହିବ ଓ ମୁଁ ତୁମ ଦୁଇଟାକୁ ଛାଡ଼ିଦେବି ବୋଲି? ଯଦି ଏପରି ଭାବୁଛ ତାହେଲେ ମନେ ରଖ, ଏହା କଦାପି ସମ୍ଭବ ନୁହଁ। ମୁଁ କଦାପି ତୁମ ଦୁଇଟାକୁ ଛାଡ଼ିବି ନାହିଁ। ମୁଁ ବହୁତ ଦିନ ପରେ ଆଜି ଏପରି ମାଂସ ଖାଇବାକୁ ପାଇଛି, ତେଣୁ ତୁମ ଦୁଇଟାଙ୍କୁ ଖାଇକି ଛାଡ଼ିବି। ଭୂତଠାରୁ ଏକଥା ଶୁଣି ଦୁହେଁ ଡରିଗଲେ ଏବଂ ଡରି ଡରି ବିଲୁଆ ପ୍ରଭୁ ମହାଦେବଙ୍କୁ ଡାକିଲା, ହେ ପ୍ରଭୁ ମହାଦେବ, ଆମର ରକ୍ଷା କର ପ୍ରଭୁ, ଆମର ରକ୍ଷା କର। ଆମେ ଦୁଇଜଣ ତୁମ ପାଖକୁ ପାଣି ଢାଳିବାକୁ ଆସିଥିଲୁ, ହେଲେ ବାଟ ବଣା ହୋଇ ଏ ଭୂତ ସାମ୍ନାରେ ପଡ଼ିଗଲୁ, ଯାହାଦ୍ୱାରା ଏ ଭୂତ ଆମକୁ ମାରିବାକୁ କହୁଛି। ତେଣୁ କିଛି ଗୋଟେ କରି ବଞ୍ଚାଅ ପ୍ରଭୁ, ନହେଲେ ଆଜି ତୁମ ଭକ୍ତ ମରିଯିବେ। ରକ୍ଷା କର ପ୍ରଭୁ, ରକ୍ଷା କର। ବିଲୁଆ ଏପରି ଭଗବାନଙ୍କୁ ମନେ ମନେ ଡାକିବା ପରେ ହଠାତ୍ ଆକାଶରୁ ଗୋଟିଏ ଆଲୋକ ଆସିଲା ଏବଂ ତାପରେ ଭୂତ ଦେହରେ ବାଜିଲା, ଯାହାଦ୍ୱାରା ଭୂତଟି ସେଇଠି ମରିଗଲା ଓ ଭୂତ ମରିବା ପରେ ପ୍ରଭୁ ମହାଦେବ ସେଇଠାରେ ପ୍ରକଟ ହୋଇ କହିଲେ, ହଇରେ ମୋର ଭକ୍ତ ବାଘ ଓ ବିଲୁଆ, ମୁଁ ଆଜି ତୁମ ଭକ୍ତିରେ ପ୍ରସନ୍ନ। ତୁମ ଭକ୍ତି ପାଇଁ ତୁମକୁ ଦୁନିଆ ସର୍ବଦା ମନେ ରଖିବ। ମୁଁ ତୁମ ଭକ୍ତିରେ ପ୍ରସନ୍ନ ହୋଇ ତୁମଠାରେ ଲାଗିଥିବା ଶନିଦଶାକୁ ଠିକ୍ କରିଦେଉଛି। ଆଜିଠାରୁ ତୁମେ ଦୁଇଜଣ ବହୁତ ଖୁସିରେ ବଞ୍ଚିବ। ଏପରି ଭାବେ ବାଘ ଓ ବିଲୁଆର ଭକ୍ତି ପାଇଁ ମହାଦେବ ତାଙ୍କୁ ଦେଖାଦେଲେ ଏବଂ ଆଶୀର୍ବାଦ ମଧ୍ୟ କଲେ।